ବଳିବା ଘରେ ଥୋଇ ଦେଇ ଆସ, ତା ନହେଲେ ବଳିଆ ଆସିକି ତମକୁ ବାଡେଇବ। সংসারে তুহি একা সত কহই দাস জগন্নাথ কহই দাস জগন্নাথ। ନାଇଁ ଲୋ ବୋଉ, ନାଇଁ। ମୋ ନନା ଯୋଉ ହାତରେ ଦିଅଙ୍କୁ ଫୁଲ ପାଣି ଦିଅନ୍ତି, ଯଜ୍ଞରେ ପୂର୍ଣ୍ଣାହୁତି କରନ୍ତି, ସେଇ ହାତରେ କାହା ଜୋତା ଉଠେଇବେ? କାହିଁ ମୁଁ କ'ଣ ମରିଗଲିଣି କି? ମରିଯାଇଛି କି ମୁଁ? ମୁଁ ନେଇ ଥୋଇ ଦେଇ ଆସିବି, ମୁଁ ଥୋଇ ଦେଇ ଆସିବି। কিন্তু তুমি সে অগଣା ভিতরକୁ ଯିବ କେମିତି? তুমি তো বিধর্মী পতিତ ଇତର, তুমি ସେ ଅଗଣା ଭିତରକୁ ଯିବ କେମିତି? ତୁଳସୀ, ଆମ ଘର ଅଗଣା ଭିତରକୁ ବେଳେ ବେଳେ କୁକୁର ପଶିଯାଏ। ମୋ ବୋଉ ଆମ ଅଗଣାକୁ ଗୋବର ପାଣିରେ ଲିପାପୋଛା କରି ପଞ୍ଚାମୃତ କରି ଦିଅଙ୍କୁ ମାଜଣା କରେ। ମୁଁ ସେମିତି ନେଇ ଜୋତାଟାକୁ ଥୋଇ ଦେଇ ଆସିଲା ପରେ ମା ବିମଳା ସାନ୍ତାଣୀ କ'ଣ ଆଉ ଥରେ ତାଙ୍କ ଦିଅଙ୍କୁ ମାଜଣା କରିଦେବେନି? ঠিক কইছ তুমি, তাহলে যাও, নেই যাও, নেই যাও। সংসারে তুহি একা সত কহই দাস জগন্নাথ। সংসারে তুহি একা সত কহই দাস জগন্নাথ কহই দাস জগন্নাথ। କିଏ ଅଛୁଆଁ, କିଏ ପତିତ, କିଏ ବିଧର୍ମୀ ପଣ୍ଡିତେ, ଜଗୁନି ନା ବଳିଆ? କିଏ ଘରର ଲକ୍ଷ୍ମୀ, ତମ ବଡ଼ ବୋହୂ ନା ତୁଳସୀ? କୁହ, ମୋ ପ୍ରଶ୍ନର ଉତ୍ତର ଦିଅ। କୋଉଠି ଲେଖା ହେଇଛି? ତମ ଧର୍ମ କର୍ମ ବେଦ ଉପନିଷଦ କୋଉଠି ମୋ ପ୍ରଶ୍ନର ଉତ୍ତର ଲେଖା ହେଇଛି? କୁହ, ଉତ୍ତର ଦିଅ, ଉତ୍ତର ଦିଅ ମତେ। ମାଜଣା କରିଦେବୁ ଲୋ ବୋଉ। ମୋ ପାଦ ପଡ଼ି ତ ଦିଅଙ୍କ ଅଗଣା ପରା ଅପବିତ୍ର ହେଇଯାଇଛି। ମନେ କରି ମାଜଣା କରିଦେବୁ, ମନେ କି ମାଜଣା କରିଦେବୁ। ତୁଳସୀ, ଆସ ଯିବା। କେତେ କୁଆଡେ ମଣିଷ ଜଗିବ? ନୀଳାଦ୍ରି ଭାଇନା, ତମେ କେତେ ପାପ କରିଛ ଯେ ବିପଦ ପରେ ବିପଦ ତମ ଘର ଭିତରକୁ ଧସି ହେଇ ପଶି ଆସୁଛି। କୁଆଡେ ଘରେ ନିଆଁ ଲାଗିଗଲା? ତମ ପାଟ ଗାଈ ତା ବାଛୁରୀ ପଘାରେ ପୋଡି ହେଇକିରି ମରିଗଲେ। ପାଠ ଗାଈ ବାଛୁରୀ ଚାଲିଗଲେ। ନିଆଁ ହୁଚୁ ଦେଇ ଜଳୁଛି, ଗାଁ ସାରା ଲୋକ ଠିଆ ହେଇକିରି ଦେଖୁଛନ୍ତି। ଏଇ ଦିଟା ପାଇଁ ଏତେ ନାଟ। କିଏ ପ୍ରାଶ୍ଚିତ କରିବ, କିଏ ପାଳିବ? ଗୋ ବାଧା କାହା ମୁଣ୍ଡ ଉପରେ ଯିବ? ଶୀଘ୍ର ନିଷ୍ପତ୍ତି ଶୁଣା। ଆମ ମୁଣ୍ଡ ଉପରେ ଯିବ, ଗୋବାଧା ଆମ ମୁଣ୍ଡ ଉପରେ ଯିବ। କାହିଁକି ନା ଗୁହାଳ ପାଖ ଚାଳିଆ ଘରେ ଆମେ ରହୁଥିଲୁ। ଆମର ତ ଏ ଘରେ କାହା ସାଙ୍ଗରେ ବି କିଛି ସମ୍ପର୍କ ନଥିଲା। ଆମ ଗାଡ଼ିରେ ନିଆଁ ଲାଗିବାଲୁ ଗୁହାଳେ ନିଆଁ ଲାଗିଲା। ଆଉ ଯୋଉଥିପାଇଁ କି ଗୁହାଳେ ବନ୍ଧା ହେଇଥିବା ଗାଈ ବାଛୁରୀ 2 ଜଣ ଯାକ ପୋଡ଼ି ହେଇ ମରିଗଲେ। ପାପ ଆମେ କରିଛୁ, ଏଥିରେ ଆଉ କାହାର କିଛି ବି ଦୋଷ ନାହିଁ। ତେଣୁ ପ୍ରାୟଶ୍ଚିତ ବି ଆମେ କରିବୁ। ସବୁ ଜାଣିଛି, କରୁ କରୁ ପ୍ରାଶ୍ଚିତ କରୁ।
ନଈ ସମୁଦ୍ର ଡେଇକିରି ଆସି ଧର୍ମ କରିବାକୁ କରୁ କରୁ ଆମର କିଛି ଆପତ୍ତି ନାହିଁ। ମୁଁ ଖାଲି ଟିକେ ଗାଁ ବାଲାଙ୍କୁ ଜଣେଇ ଦଉ। ଆରେ ଗାଁ ବାଲା ଶୁଣ ଶୁଣ, ଜଗୁନି ପ୍ରାଶ୍ଚିତ କରିବ। ଗୋବଧର ପ୍ରାଶ୍ଚିତ ପାଇଁ ପ୍ରତିକାର କଣ ଜାଣିଛ? ସେ ଯାହା ହଉ ପଛେ ନନା ଆମେ କରିବୁ। ଆମ କାରରେ ନିଆଁ ଲାଗିବାରୁ ଗୁହାଳେ ନିଆଁ ଲାଗିଲା, ଆଉ ଗୁହାଳେ ନିଆଁ ଲାଗିବାରୁ ଆମ ପାଟ ଗାଈ ବାଛୁରୀ ପୋଡ଼ି ମରିଗଲେ। ଗୋବାଧର ପ୍ରାୟଶ୍ଚିତ ଆମେ କରିବୁ ନନା। ଅନେକ ନୀତି ନିୟମ ପାଳନ କରିବାକୁ ପଡ଼ିବ। ଗୁହାଳେ ଗାଈଖୁଣ୍ଟ ପାଖରେ 21 ଦିନ ପର୍ଯ୍ୟନ୍ତ ଶୋଇବାକୁ ହବ। ଦିନକୁ ଥରୁଟିଏ ଅଣବଘରା ଅଣହଳଦିଆ ଅଲଣା ଖାଇବାକୁ ହବ। ବେକରେ ପାଳ ଦଉଡ଼ି ପକେଇ ଦାନ୍ତରେ ତୀରଣ କାମୁଡ଼ି ଦୁଆରେ ଦୁଆରେ ବୁଲି ଭିକ ମାଗିବାକୁ ହବ। ଆଉ ସେଇ ସମୟରେ କାହା ସାଙ୍ଗରେ କଥା ହବନି କି କାହାକୁ ଛୁଇଁ ପାଣି ଗ୍ଲାସଟେ ବି ପିଇବନି। ଶେଷରେ କର୍ମକର୍ମାଣୀ ବ୍ରାହ୍ମଣ ଭୋଜନ, ବିଦାକି, ଜ୍ଞାତି କୁଟୁମ୍ବ ଭୋଜନ ଏସବୁ ବି କରିବାକୁ ହବ। ପୁଣି କ'ଣ ହେଲା କି? ଗୋବାଧା ମାନେ ଗୁହାଳରେ ନିଆଁ ଲାଗି ପାଟ ଗାଈ ବାଛୁରୀ ଚାଲିଗଲେ। ପୁଅ ବାହାଘର କରି ଘରକୁ ବୋହୂ ଆଣିବା ପାଇଁ ଆମେ ସମସ୍ତେ ଏତେ ପାଗଳ ଯେ ଏତେ ବଡ ଅଘଟଣ ଘଟିଗଲା, କେହି କିଛି ଜାଣିପାରିଲେନି। ଏବେ କ'ଣ ହବ ତାହେଲେ? ତୁଳସୀ ପରା କହିଲା ଗୋବାଧର ପ୍ରାୟଶ୍ଚିତ ଆମେ କରିବୁ। ତୁ କରିବୁ? ଅଲବୁ ମୋ ବେକରେ ପାଳ ଦୌଡ଼ା ପକେଇ ଦାନ୍ତରେ ତୀରଣ କାମୁଡ଼ି ଦୁଆର ଦୁଆର ବୁଲି ଭିକ ମାଗିବି। ହେଲେ ସତ କହୁଛି, ତମ ପରିବାରରେ ଜମା ପାପ ଲଗେଇବାକୁ ଦେବିନି। ସବୁ କଳଙ୍କକୁ ମୋ ନିଜ ମୁହଁରେ ମୁଁ ନିଜେ ବୋଳି ହେଇଯିବି। ତମ ପରିବାରରେ ମୁଁ ଜମା କଳଙ୍କ ଲଗେଇ ଦେବିନି। ଆରେ ପାଗଳା, ତୁ ସରଳ ନିରୀହ ବୋଲି ଏ ଘର ସବୁ ପାପ, ସବୁ ଦୁଃଖ, ସବୁ କଳଙ୍କକୁ ନିଜ ମୁଣ୍ଡରେ ମୁଣ୍ଡେଇବୁ? ଆଲୋ ବୋଉ, କଳା ଠାକୁର ପରା ବଡ଼ ଦେଉଳ ଭିତରେ ମୁହଁ କଳା କରି ବସିଛନ୍ତି। ଆଉ ମୁଁ ଏଇଥିପାଇଁ ମୁହଁ କଳା କରିବି ଯେ ମୁଁ ଏ ଦୁନିଆର ସବୁଠୁ ବଡ଼ ପଣ୍ଡିତ ନୀଳାଦ୍ରି ନନ୍ଦ ଶର୍ମାଙ୍କ ପୁଅ। ମତେ ପଛେ କଳଙ୍କ ଲାଗୁ, ହେଲେ ମୋ ନନାଙ୍କ ଠି କଳଙ୍କ ନ ଲାଗୁ। ମତେ ପଛକେ ସର୍ପ ଖାଉ, ମୋ କୂଳେ କଳଙ୍କ ନ ରହୁ। ସଂସାରେ ତୁହି ଏକା ସତ, କହଇ ଦାସ ଜଗନ୍ନାଥ। ତୁ ଜଗନ୍ନାଥ, ତେଣୁ ମୋ ଦାସ ଜଗନ୍ନାଥ। କହଇ ଦାସ